समस्तଙ୍କୁ नमस्कार। विश्वास अविश्वास अंधविश्वास सत्य मिथ्यार प्रभेद कौन जानिबाकु पड़िबो। ए चैनल माध्यम रे विभिन्न कथा बयान दिया हेउछि। सेथिपाई आमे आज एक अध्याय को जीवा। ए संसार रे मनुष्य एकाकी रहिबा भल नुहे। ताहा निमन्ते ताहार अनुरूप सहकारिणी आवश्यक। जल बिना माछ जेपरि बंची पारे नाही, हेल्पर बिना ड्राइवर जेपरि गाड़ी आगकू नहीं पारे नाही। पादे पादे विपद थाए एही दुनिया रे। ए दुनिया हेउची खसड़ा दुनिया। ठीक सही परी नारी बिना पुरुष ओ पुरुष बिना नारी बंचिबा ओ आगकू अग्रसर हेबा असंभव। गोटिए गछर दुई गोटी शाखा, पुरुष अट्टे महिला। जणे पड़ी गले जणे उठाइबे, यह प्रभुंकर लीला। जे भार्य पाए से उत्तम वस्तु पाए। प्रत्येक पिता मातांकर पूर्ण कर्तव्य आपना पुत्र कन्या को विवाह बंधन रे बांधी सेमानकर पारिवारिक जीवन सुखमय हेउ यही बांछा करिथांती। ठीक से घड़ी संधि मुहूर्त रे कार्तिकेयंकर विवाह हेबा पर परे गणेशंकर विवाह पाई शिव ओ पार्वती चिंतित थिले। जेते प्रस्ताव आसिले सुधा गणेशंकर कदाकार कुश्चित विकृत पृथल मनीष सहित हाथी मुंड लागिथिबा अद्भुत शरीर को देखी निजर कौनसी पिता माता कन्या दान करिबा को आग्रह प्रकाश कले नहीं। गणेश क्रोधरे जर्जरित हुई विवाह न करिबा पाई अरण्य को जाई तपस्या समय अतिवाहित कले। से समय रे सुंदरी तुलसी जाई विवाह प्रस्ताव पाई गणेशंक सहित आलोचना कले। गणेश राजी न हेबारु तुलसी अभिशाप देई कहिले, मो अभिशाप देउछि केवल जणे नुह समय आसीब दुई जण झिउଙ୍କୁ विवाह करिब। गणेश निजर क्रोध और अपमान को सह्य न करी पारी निजर वाहन मूषिक को आदेश देले। स्वर्ग रे जेते विवाह चलीछि समस्तंकर विवाह कार्य रे विघ्न सृष्टि करी विवाह भग्न कर। स्वर्ग रे समस्ते भाराक्रांत हुई पृथ्वी पृष्ठ को आसी शिव पार्वती पाखरे अभियोग कले एवं एपरी प्रकाश कले आपणक पुओ विघ्न विनाशक गणेश
ଆମର ଯେତେ ବାହାଘର ସ୍ୱର୍ଗରେ ଚାଲୁଛି ତାଙ୍କ ବାହନ ମୂଷିକକୁ ପଠାଇ ବିଘ୍ନ ସୃଷ୍ଟି କରୁଛି, ତତ୍ ସହିତ ବାହାଘର ଭଗ୍ନ ମଧ୍ୟ କରିଦେଉଛି। ତେବେ ଦେବଦେବ ମହାଦେବ କହିଲେ, ଏହାର ସମାଧାନ ଆମ ପାଖରେ ନାହିଁ। ବ୍ରହ୍ମାଙ୍କ ପାଖକୁ ଯାଅ। ବ୍ରହ୍ମାଙ୍କ ପାଖକୁ ଯିବାରୁ ବ୍ରହ୍ମା କହିଲେ, ସମସ୍ୟା ଅଛି ମାନେ ସମାଧାନ ନିଶ୍ଚୟ ଅଛି। ବ୍ରହ୍ମା ନିଜେ ନିଜ ଇଚ୍ଛାରେ ସଙ୍ଗେ ସଙ୍ଗେ 2ଟି ଝିଅ ପିଲାଙ୍କୁ ସୃଷ୍ଟି କରିଦେଲେ। ତାପରେ ଗଣେଶଙ୍କ ପାଖକୁ ବିଦ୍ୟା ଶିକ୍ଷା କରିବା ପାଇଁ ସଙ୍ଗରେ ନେଇକରି ଗଲେ। ଫଳରେ ଗଣେଶ 2ଟି କନ୍ୟାଙ୍କୁ ଶିକ୍ଷା ପ୍ରଦାନ କଲେ। ସେହି ସମୟରେ ମୂଷିକ ଜଣାଇଲା, ସ୍ୱର୍ଗରେ ବିବାହ ଚାଲିଛି। ଗଣେଶ ଶିକ୍ଷାଦାନରେ ଏତେ ବ୍ୟସ୍ତ ଥିଲେ ଯେ ମୂଷିକର କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ। ରିଦ୍ଧି ସିଦ୍ଧି ମଧ୍ୟ ଗଣେଶଙ୍କୁ ବାରମ୍ବାର ନାନା ପ୍ରକାର ପ୍ରଶ୍ନ ପଚାରି ଅସ୍ତବ୍ୟସ୍ତ କରିଦେଉଥିଲେ ଯେ ଗଣେଶ ନିଜେ ମଧ୍ୟ ଅନ୍ୟମନସ୍କ ହୋଇଯାଉଥିଲେ। ଗଣେଶଙ୍କର ଶିକ୍ଷା ସମାପନ ପରେ ଯେତେବେଳେ ମୂଷିକଙ୍କ ନିକଟକୁ ଆସିଲେ, ମୂଷିକ ଭରା ଥାଳିରୁ ଲଡ଼ୁ ଖାଉଥିବାର ଦେଖି କ୍ରୋଧରେ ଜର୍ଜରିତ ହୋଇଗଲେ। କ୍ରୋଧ ଭରା ଚାହାଣୀରେ ମୂଷିକକୁ ପଚାରିଲେ, ମୂଷିକ, ମୁଁ ଯେଉଁ କାର୍ଯ୍ୟର ଭାର ଦେଇଥିଲି ସମାପନ କରିବା ପାଇଁ ତାକୁ ସମ୍ପାଦନ ନକରି ଲଡ଼ୁ ଖାଇବାରେ ବ୍ୟସ୍ତ ଅଛ କାହିଁକି? ମୂଷିକ କହିଲେ, ଯେତେବେଳେ ରିଦ୍ଧି ଓ ସିଦ୍ଧି ପାଖରେ ବସି ଜ୍ଞାନ ପ୍ରଦାନ କରୁଥିଲ, ସେତେବେଳେ ବାରମ୍ବାର ମୁଁ ଯେଉଁ କଥା କହିଥିଲି ଆପଣ ଶୁଣିଲ ନାହିଁ, ସର୍ବଦା ଅନ୍ୟମନସ୍କ ହୋଇ ରହୁଥିଲ। ମୋର ବା କେଉଁଠି ଭୁଲ ରହିଲା? ଏଥିରେ ଗଣେଶ କ୍ରୋଧରେ ଏତେ ଜର୍ଜରିତ ହୋଇଯାଇଥିଲେ ଯେ ତାପରେ ରିଦ୍ଧି ସିଦ୍ଧିଙ୍କ ପାଖକୁ ଚାଲି ଯାଇଥିଲେ। ରିଦ୍ଧି ସିଦ୍ଧି ଭୟରେ ଥରହର ହୋଇ ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ। ଏ ସବୁର ସମାଧାନ କରିବା ପାଇଁ ବ୍ରହ୍ମାଙ୍କୁ କହିଲେ। ବ୍ରହ୍ମା କହିଲେ, ମୁଁ ସମସ୍ତ ବିଷୟ ସମାଧାନ କରିବି, ତୁମେ ବ୍ୟସ୍ତ କି ହୁଅ ନାହିଁ। ବ୍ରହ୍ମା ଦେଖନ୍ତେ ଗଣେଶ କ୍ରୋଧାଗ୍ନିରେ ଜର୍ଜରିତ ହୋଇଯାଇଛି। ତେଣୁ ସେ ଗୋଟିଏ ଭଲ ଉପାୟ ଯୋଡ଼ିଦେଲେ। ସେପଟେ ଯୌବନର ଜୁଆରରେ ଉବୁଟୁବୁ ହୋଇ ରହିଛନ୍ତି ଲମ୍ବୋଦର। ଠିକ୍ ଏତିକି ବେଳେ ବିଲେଇ କପାଳକୁ ଶିକା ଛିଣ୍ଡିଲା ଭଳି ବ୍ରହ୍ମା ରିଦ୍ଧି ଓ ସିଦ୍ଧି 2 ଯୁବତୀକୁ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଗଣେଶଙ୍କୁ ଉପହାର ଦେଲେ। ଯେପରି ଅଗ୍ନିରେ ଜଳ ପଡ଼ିଲେ ଅଗ୍ନି ଶାନ୍ତ ହୋଇଯାଏ, ଠିକ୍ ଗଣେଶ ଶାନ୍ତ ହେବା ସହିତ ତୁଳସୀ ଦେବୀଙ୍କର ଅଭିଶାପ କଥା ସତ ହେଲା ଭାବି ମନେ ପକେଇଲେ। ଶେଷରେ 2 ଜଣ
କନ୍ୟାକୁ ଏକା ସାଙ୍ଗରେ ବିବାହ କଲେ। ତାପରେ ତାଙ୍କର 2ଟି ପୁତ୍ର ଓ ଏକମାତ୍ର କନ୍ୟା ଜାତ ହେଲେ। ସେମାନଙ୍କ ନାମ ହେଲା ଶୁଭ ଓ ଅନ୍ୟଟି ଲାଭ। ଝିଅଙ୍କ ନାଁ ସନ୍ତୋଷୀ। ତେଣୁ ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରନ୍ତୁ, ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ରହୁଛି, ନମସ୍କାର।